କୁନାଲ ପାଣ୍ଡିଆ କଲେ ଏକ ବଡ଼ କାମ। ତାଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍କୁ ଦେଇଦେଲେ ବିରାଟ କୋହଲିଙ୍କୁ। ହଁ ଦର୍ଶକ ବନ୍ଧୁ, ଗତକାଲି ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କେକେଆର ମଧ୍ୟରେ ମ୍ୟାଚ୍ରେ କେକେଆର ପ୍ରଥମେ ବ୍ୟାଟିଂ କରି 164 ରନ୍ କରିଥିଲା। ଜବାବରେ ଆର୍ସିବି 16.2 ଓଭରରେ 177 ରନ୍ କରି ଏହି ମ୍ୟାଚ୍ ଜିତି ନେଇଥିଲା। ସେଥିରେ ଥିଲା ବିରାଟ କୋହଲିଙ୍କର ଦମଦାର ବ୍ୟାଟିଂ, ଯେଉଁଥିରେ କି 36 ବଲ୍ ଖେଳି ସେ 59 ରନ୍ କରିଥିଲେ। ସେଥିରେ ଥିଲା 4ଟି ଚୌକା, 3ଟି ଛକା। ଷ୍ଟ୍ରାଇକ୍ ରେଟ୍ ଥିଲା 163.9। କିନ୍ତୁ ସବୁଠୁ ଭଲ ଖେଳିଥିଲେ କୁନାଲ ପାଣ୍ଡିଆ। ତାଙ୍କ ବୋଲିଂରେ ଧରାଶାୟୀ ହୋଇଥିଲେ କେକେଆରର ବ୍ୟାଟ୍ସମ୍ୟାନ୍ ମାନେ। କୁନାଲ ପାଣ୍ଡିଆ 29 ରନ୍ ଦେଇ 3 ଓଭରରେ 17.3 ଇକୋନମିରେ ବୋଲିଂ କରିଥିଲେ। ଖେଳ ଶେଷ ପରେ ମ୍ୟାଚ୍ ଜିତିଲା ପରେ ବିଜୟୀ ହୋଇଥିଲା ବାଙ୍ଗାଲୋର ଏବଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମିଳିଥିଲା କୁନାଲ ପାଣ୍ଡିଆଙ୍କୁ। କିନ୍ତୁ ସେ ଏହି ମ୍ୟାଚ୍କୁ ବିରାଟ କୋହଲିଙ୍କୁ ଦେଇଥିଲେ। କହିଥିଲେ ବିରାଟ କୋହଲି ଯେଉଁଭଳି ଭାବେ ବ୍ୟାଟିଂ କଲେ ଏହି ପୁରସ୍କାର ହକ୍ ହେଉଛନ୍ତି ସେହି ବିରାଟ କୋହଲି।